ସମ୍ବଲପୁରୀ ଭାଷାକେ ଭଲ୍ ପାଉଥିବାର ମୋର୍ ଦାଦା ଭାଇ ବୁହେନ୍ ମାନଙ୍କୁ ମୋର୍ ଜୁହାର। ଆଜି ଶୁନ୍ମା ସାହାଡ଼ା ସୁନ୍ଦରୀର କଥା। ଗୁଟେ ରାଇଜେ ସାଧେବ ବୁଢ଼ାର ସାନ ପିଲା ଆର୍ ତାର କନିଆ ରହୁଥନ୍। ଯେ ସାଧେବ ପିଲାର କନିଆ ବେଲକେ ବାଜ ମାରଲା ଏନ୍ତା ସୁନ୍ଦରୀ। ସେ ସବୁଦିନ ତାର ନନ୍ଦମାନଙ୍କର ସାଙ୍ଗେ ସାଙ୍ଗ ହେଇ କରି ନଦୀକେ ଗାଧି ଯାଉଥିସି। ଦିନେ ସାଧବ ବହ ଗାଧି ଗଲା ବେଲକେ ସେ ରାଇଜର ରଜା ପାରେତ ସାରି ସେ ବାଟେ ଫିରୁଥନ୍। ସେ ସାଧେବ ପିଲାର କନିଆକେ ଦେଖି ବିହା ହେମି ବୋଲି ଭାବଲେ। ପଚରା ଉଚରା କରତେଲ ଜାଣଲେ ଯେ ସେ ସାଧେବ ଘର ଭୁଆସେନ୍। ରାଜା ତ ତାହାକେ ମନୁ ପାସରି ନେଇ ପାରୁଥାଇ। ଆଇଲା ଗଲା ବାଟେ ଏଥର ଯୁଗଲେ। ଇ କଥାଟା ସାଧେବ ପିଲାର କାନେ ପଡ଼ଲା। ସେ ତାର କନିଆକେ ବୁଝେଇ କରି କହିସି, ଦେଖ ତୁଇ ଆରୁ ନଦୀକେ ନେଇ ଗାଧି ଯିବୁ। ତୋର ଆଇବାର ଯିବାର ବାଟକେ ରଜା ଜଗୁଚେ। ହୁସିଆର ହେଇ ଚଲବାର କଥା। ଇଆଡ଼େ ରାଜା ସବାରିଟେ ଆନି ନଏତ ଖଣିନ ରଖିଥାଏ। ଆର୍ ତାର ହଲିଆ ମାନକେ କହୁଥାଏ, ଆଜି ସାଧେବ ଘର ଭୁଆସେନ ଆଇଲେ ତମକୁ ମୁଇଁ ଠାରି ଦେମି। ତୁମେ ମାନେ ତାହାକେ ଧରି ସବାରିନ ବସେଇ ରାଜମହଲକେ ନେଇଯିବ। ଇଆଡ଼େ ତ ସାଧେବ ପିଲା ତାର କନିଆକେ ଗାଧି ଯିବାକେ ମନା କରିଛେ। ରାଜା ସବୁଦିନ ଆସୁଥାଏ ଆର୍ ଯୁଗି ଯୁଗି ଫିରି ଯାଉଥାଏ। ଏନ୍ତା କେତେ ଦିନ ଗଲା ଉତାରୁ ଦିନେ ସାଧେବ ପିଲା ବେପାର ବନିଜ କରି ଯିବାର ଲାଗି ବୋଇତ ଡଙ୍ଗା ସଜ କଲା। ଆର୍ ତାର କନିଆକେ କେତେ ବଡ଼ ୱାସ୍ଟେ କରିଦେଲା। ଚାରିଆଡ଼େ କେତେ ବଡ଼ ବନ୍ଦଟେ ତାର ବାରିଆଡ଼େ କେତେ ବଡ଼ ବନ୍ଦଟେ ଖୋଲିଦେଲା। ସବୁ ସଜ କରି ହଲେନ ତୁଲେନ ଖଞ୍ଜି ଦେଲା। ଯେନ୍ତାକି ତାର କନିଆକେ ଡାଙ୍ଗ ଗୁଟେ ବି ନୁରବା ଲାଗି ନେଇ ପଡ଼ବା କି ଭଟାକେ ବାହାରିବାକେ ନେଇ ପଡ଼ବା। ତାରପରେ ତାର କନିଆକେ ଡାକି କହିଲା, ଦେଖ ସାହାଡ଼ା ସୁନ୍ଦରୀ, ମୁଇଁ ବନିଜ ଲାଗି ବିଦେଶ ଯାଉଛେଁ। ତତେ ସବୁ ପ୍ରକାର ସୁବିଧା ଘରେ କରିଦେଇ ଯାଉଛେଁ। ଡାଙ୍ଗ ଗୁଟକର ଲାଗି ବି ଇ ବାଡ଼ା ଭିତରୁ ନାଇଁ ବାହାରିବୁ। ତତେ ରାଜା ବେଟି ନେବାର ଲାଗି ଯୁଗି ରହୁଛେ। ତାରପରେ ସାଧେବ ପିଲା ତାର ଭଇନକେ ଡାକି ଦେଇ କହିସି, ଦୁଇ ବୋଉ ନନ୍ଦ ଭଲ କରି ଥିବ। ସଜାଗ ହେଇ ଜଗି ରଖି ଚଲୁଥିବ। ମୁଇଁ ବନିଜ କରି ଯାଉଛେଁ। ଏନ୍ତା କହି ଗଲାବେଲେ ସାଧେବ ପିଲା ତାର ବାଟ ଦୁଆରେ କଦଲି ଗଛଟେ ଜଗାସି। ଆର୍ ପାଣି ଦେଇ ଦେଇ କହିସି, ତୁଇ ଯଦି ସତ୍ୟ ଯୁଗର କଦଲି ଗଛ ହେଇଥିବୁ, ହେଲେ ମୋର ଆଇଲା ବେଲକେ ଯଦି ମୋର କନିଆକେ ରାଜା ନେଇଥିବା, ହେଲେ ତୁଇ ମରି ଯାଇଥିବୁ। ଏନ୍ତା ସପି ସୁପା କରି ସାଧେବ ପିଲା ବନିଜ କରି ଯାଇସି। ଇଆଡ଼େ ରାଜା କାହିଁ ହେଲା ସାଧେବ ଘର ଭୁଆସେନ ନାଇଁ ବାହାରିବାର ବୋଲି ପଚରା ଉଚରା କରତେଲ ସବୁ କଥା ଜାଣସି। ତାରପରେ ବୁଦ୍ଧିଟେ ପାଞ୍ଚସି। ଆର୍ ଜଣେ ଦାସୀକେ ଧରସି। ଆର୍ କହିସି, ଦେଖ ଦାସୀ, ତୁଇ ଯଦି ସାଧବର କନିଆକେ ଭୁରତେଇ ସୁରତେଇ ନଦୀକେ ଗଧେଇ ଆନବୁ, ମୁଇଁ ତତେ କେତନି ଧନ ରତନ ଦେମି। ଦାସୀ ଲୁଭେ ପଡ଼ି ହଁ କରସି। ତହିଁ ଆର ଦିନ ଦାସୀ ସାଧବ ଘରକେ ଯାଇ କହିସି, କେତେ ଦିନ ଆର୍ ଏନ୍ତା ଘର ଭିତରେ ଭିତରେ ଥିବ। ଚାଲ ନଦୀ ଆଡ଼େ ଗାଧି ଯିମା। ସାଧବର କନିଆ କହିସି, ନାଇଁ ନାଇଁ, ମତେ ଗଲାବେଲେ ବାହାରକେ ବାହାରିବାର ଲାଗି ମନା କରି ଯାଇଛନ୍। ଆର୍ ଯାହିଁ ଗଲେ ବାଗଧରା ରାଜାଟା ତ ଜଗି ବସଲା। ଏଥର ଦାସୀ ଫୁସଲେଇ କରି କହିସି, କାହିଁର ରଜା ଜଗିଛେ ଗୋ? ଏତକି ଦିନକେ ତ ରଜା ସବୁ କଥା ପାସରି ଗଲାନ। ସାଧବର କନିଆ ବି ଘରେ ଥାଇ ଥାଇ ହଦ୍ରି ଯାଉଥିସି। ସେ ଦାସୀର ଭୁଲେ ପଡ଼ି ତାର ସାଙ୍ଗେ ନଦୀକେ ଗାଧି ବାହାରିସି। ଠିକ୍ ଇ ସମିଆକେ ରାଜା ସାଧବର କନିଆକେ ସବାରିନ ବସେଇ ଆନି ରାଜବାସେ ବିହା ହେଇ ରାନୀ କରି ରଖସି। ସାଧବ ବହଟା ଆର୍ କାହିଁ କରବା? ଦାସୀର ଭୁଲେ ପଡ଼ି ତ ଇ ଦଶା ପାଉଛେ। ମନର କଥା ମନେ ମାରି ରହୁଥିସି। କେତେ ଦିନ ଗଲା ଉତାରୁ ସାଧେବ ପିଲା ବନିଜ ସାରି ଘରକେ ଫିରସି। ଦେଖସି ଯେ ବାଟ ଦୁଆରର କଦଲି ଗଛ ମରି ଯାଇଛେ। ସେ ଆର୍ କାଣା ଘରକେ ଯିବା, ସବୁ ଧନ ରତନ ଫିକି ଦେଇ କେନ୍ଦ୍ରାଟେ ବଜେଇ ବଜେଇ ମାଗି ଗାଉଥିସି। ଦିନେ ସାଧେବ ପିଲା ରଜା ଘରକେ ଭିକ ମାଗି ଯାଇସି। ଯେତେ ଦାସୀମାନେ କେତେ ଦରବାନି ଦେଲେ ବି ନାଇଁ ଛିନେ। ଗୁଟେ ଜିଦ ଧରସି ଯେ ରଜାର ନୂଆ ରାନୀ ଭିକ ଦେଲେ ଛିନମି। ଇ କଥାଟା ରଜାର କାନେ ପଡ଼ସି। ରଜା କହିସି,
ହଉ ସିନେ ରାନୀ ଆମର୍ ଆଗମୁହଁର ପାଚେରୀ ପାଖର ଝରକାନୁ ସେ ଲୋକକେ ଭିକ୍ ଦେଇଦେବ। ନୂଆ ରାନୀ ହଁ କରି ଯାଇସି। ଯେନ୍ତା ଝରକା ପାସକେ ଯାଇସି ଦେଖସି ଯେ ବାବା ବେଶେ ତାର बर ଭିକ୍ ମାଗୁଛି। ଇଆଡ଼େ ସାଧେବ ପିଲା ବି ତାର କନିଆକେ ଚିହ୍ନି ପାରସି ଆର୍ କହିସି ଯେନ୍ ସାହାଡ଼ା ସୁନ୍ଦରୀର ଲାଗି ମୁଇଁ ବାବା ବେଶ ଧରଲି ତାର ଲାଗି ମୋର ଜୀବନ ଯାଉ। ଏନ୍ତା କହି ଅଣ୍ଟିନୁ ଛୁରୀଟେ କାଢ଼ି ଭୁସି ହେଇ ମରସି। ହେତକେ ରାଜା ସେ ଲୋକକେ ଆঁକବାର ଲାଗି ଚନ୍ଦନ କାଠ ଘି ମଶାନ ପଦାକେ ପଠେଇ ଦେସନ୍। ନୂଆ ରାନୀ କହିସି ରାଜା ମତେ ବି ଟିକେ ମଶାନ ପଦାକେ ନିଅ କେନ୍ତା ଇ ଭିକାରୀ ବାବାକେ ଆঁକବେ ଯେ ଟିକେ ଦେଖମି। ରାଜା ରାନୀ ସାଙ୍ଗ ହେଇ ଯାଏସନ୍। ଯେନ୍ତା ସାଧେବ ପିଲାର ଜୁଏଟା ହୁତ ହୁତ ହେଇ ଜଲସି ତାର କନିଆ ଇ ଜୀବନଟା ରଖି କାଁ ଲାଭ କହି ସେ ଜୁଏ ଉପରେ ଟେକେଇ ଦେସି। ରାଜା ଭକୁଆ ଛାଡ଼ି ଦେଖସି ସବୁ କଥା ଜାନି ପାରସି ଆର୍ କହିସି ଇ ସାହାଡ଼ା ସୁନ୍ଦରୀର ଲାଗି କେତେ କୁଟ କପଟ କଲି ସେ ତ ଜୁଏକେ ଡେଗଲା ମୁଇଁ ଥାଇ କାଁ କରମି। ଏନ୍ତା କହି ରାଜା ବି ସେ ଜୁଏ ନ ଡେଗେଇ ଦେଇ ମରସି। ଇ କଥାଟା ରାଇଜେ ହୁରି ପଡ଼ସି। ଯିଏ ଶୁଣସନ୍ ସେ ତାର ଆଖିରନୁ ଲୁହ ଝରି ପଡ଼ୁଥିସି।